आज भी सेमती सबुदिन भଳି गृहिणी ପାଇଁ ବହୁତ ବଢ଼ିଆ ବଢ଼ିଆ ଟିପ୍ ନେଇ ଆସିଛି। ସବୁଦିନ ଆମ ଗୃହିଣୀମାନେ ସେଇ କାମ କରୁଛନ୍ତି, ହେଲେ ସେ କାମଟି ଆମେ କେମିତି କଲେ ଆମର ବହୁତ ବଢ଼ିଆ ଫାଇଦା ପାଇପାରିବା, ସୁବିଧା ପାଇପାରିବା, ମନି ସେଭିଂ ମଧ୍ୟ ହେଇପାରିବ। ନମସ୍କାର, କୁକ୍ ୱିଥ୍ ମୁଚନ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଏଠି ଦେଖନ୍ତୁ ସାଙ୍ଗମାନେ, ପ୍ରଥମ ଟିପ୍ ଆରମ୍ଭ କରିଛି। ଏଠି ଗୋଟେ ପିଆଜ ନେଉଛି। ପିଆଜକୁ ତ ଆମେ ରୋଷେଇ କରୁଛେ, ହେଲେ ପିଆଜରେ ଆମେ କେମିତି ଆଉ କେଉଁ କାମ କରିପାରିବା, ପିଆଜରେ ଆମେ କେତେ ଫାଇଦା ପାଇପାରିବା, ବହୁତ ପ୍ରକାର ପିଆଜରେ ଫାଇଦା ପାଇପାରିବା। ଆମେ ଏ ହେୟାରରେ ଲଗାଉଛେ, ଚୁଟିରେ ଯଦି ଆମେ ଲଗେଇବା ପିଆଜଟା ଆମର ବହୁତ ବଢ଼ିଆ କାମରେ ଆସିବ। ତ ଏଠି ମୁଁ ଚୁଟିରେ ଲଗାଉନି, ଆହୁରି ବି ଗୋଟେ ବହୁତ ବଢ଼ିଆ କାମରେ ଲଗାଇବି। ଦେଖନ୍ତୁ, ଏମିତି ପିଆଜକୁ ତାର ଉପର ଚୋପାଟା ଛଡ଼େଇବା, ନ ଛଡ଼େଇଲେ ବି ଚଳିବ। ତ ଏମିତି ଚେକି ଚେକି କରିକି କାଟି ନେବା। ଏ ତ ବହୁତ ବଢ଼ିଆ ସହଜ ଉପାୟ ଗୋଟେ। ତ ଆମେ କ'ଣ କରିବା, ପିଆଜରେ ଏମିତି ଟିକେ ଟିକେ ପେଷ୍ଟ ଲଗାଇଦେବା। ପେଷ୍ଟ ଲଗାଇକି ତାକୁ ପୁଣି ଭଲ ଭାବରେ ଚାରିଆଡ଼େ ଲଗାଇଦେବା। ପିଆଜ ଗୋଟା ଯାକ ଯେମିତି ଲାଗିବ। ଦେଖନ୍ତୁ, ମୁଁ ଏଠି ଚାମୁଚି ଆଣିକି ତାର ଚାରିଆଡ଼େ ଲଗାଇ ଦେଇଛି। ତ ବିଲକୁଲ ବି ସ୍କିପ୍ କରନ୍ତୁନି। ଦେଖନ୍ତୁ, ତାହେଲେ ଯାଇକି ଆପଣମାନେ ସବୁଗୁଡ଼ାକ ଜାଣିପାରିବେ, ତାର ଫାଇଦା ବି ଉଠାଇ ପାରିବେ। ତ ଦେଖନ୍ତୁ, ଏଠି ମୁଁ ଦୁଇଟା ଚେକାରେ ଲଗାଇଛି, ଆଉ ସବୁଗୁଡ଼ାକ ଲଗାଇନି। ଆପଣ ଚାହିଁଲେ ସବୁଗୁଡ଼ା ଲଗାଇବେ, ଯେତିକି ଦରକାର ହେବ ଲଗାଇବେ। ତ ଦେଖନ୍ତୁ, ମୁଁ ଏଠି ଦୁଇଟା ଇଏରେ ଆଉ ଏଠି ନେଇଛି ଗନ୍ଧକର୍ପୂର ଟିକେ ଗୁଣ୍ଡ କରିକି ସେ ଉପରେ ଉପରେ ଏମିତି ପକାଇଦେବା। ଆଉ ଆକୁ ନେଇକି ଆମେ ଯେଉଁଠି ରଖିବା, ରୋଷେଇ ଘରେ ରଖନ୍ତୁ, ସେଠି ବି ଅସରପା ଆସିବେନି, ଝିଟିପିଟି ଆସିବେନି, ଆର ଗନ୍ଧରେ ମଶା ବି ଆସିବେନି। ତ ଏବେ ଆମେ ଦେଖିବା ପୁଣି ନେକ୍ସଟ ଟିପ୍ କ'ଣ ଅଛି। ଏଠି ଦେଖନ୍ତୁ, ଆପଲ୍ ନେଇଛି। ଆପଲକୁ ବି ଟିକେ ଶୁଖିଲା ଶୁଖିଲା ହେଇଛି, ଛୋଟ ଛୋଟ ଅଛି। ତ ଆକୁ ମୁଁ ଭାବିଲି ଜଣେ ଜଣେ କ'ଣ କରିବେ, ଏମିତିକି ଫୋପାଡ଼ି ଦେବେ। ବିଲକୁଲ ବି ଆକୁ ଫୋପାଡ଼ିବାନି, ଆର ଚୋପା ଗୁଡ଼ା ଟିକେ ଟାଣ ଟାଣ ଥାଏ। ତ ସେଥିପାଇଁ ବଡ଼ ବଡ଼ ସେଉ ଯେତେ ସେ ନରମ, ଏଇ ଯେଉଁ ଛୋଟ ଛୋଟ ଗୁଡ଼ା ତା ଉପର ଚୋପା ଗୁଡ଼ା ଟିକେ ଟିକେ ଟାଣ ଥାଏ। ତ 2 ଦିନ ହେଲା ରହିଲାନି, ସେ ଟିକେ ଆହୁରି ଟାଣ ହେଇଯାଇଛି। ମୁଁ ତାକୁ ଚୋପାକୁ ଏମିତି ଛଡ଼େଇ ନେଉଛି। ଦେଖନ୍ତୁ, ଆଗ ଚୋପା ଛଡ଼େଇ ନେଇକି ତା ଭିତରେ ଯେଉଁ ଆପଲ୍ ବାହାରିବ ତାକୁ ଖାଇବେ। ତ ଚୋପାକୁ ବି ଆମେ ବହୁତ ବଢ଼ିଆ କାମରେ ଲଗାଇ ପାରିବା। ଯେତେବେଳେ ବି ଏମିତି ଆପଲ୍ ଆଣୁଛନ୍ତି, ଭଲ ଭାବରେ ତାକୁ ଧୋଇବେ ଆଗ। ତ ଭଲ ଭାବରେ ଯେତେବେଳେ ଧୋଇ ସାରିବେ, ତାପରେ ଯାଇ କାଟିବେ, ଖାଇବେ। ଆଉ ଜଣେ ଜଣେ କ'ଣ କରନ୍ତି, ବିଲକୁଲ ବି ଧୁଅନ୍ତିନି, ଟିକେ ଟିକେ ଖାଲି ପାଣିରେ ସେମିତି ବୁଡ଼େଇ ଦିଅନ୍ତି, ଧୁଅନ୍ତିନି। ତ ନାଇଁ, ଭଲ ଭାବରେ ଧୋଇବାକୁ ପଡ଼ିବ। ବାହାରୁ ଆସିଛି ନା, ଚାରିଆଡ଼େ କେଉଁଠି ଥୁଆ ହେଇଥିବ, କ'ଣ କରିଥିବ, ତାକୁ ଭଲକି ଧୋଇକି। ଦେଖନ୍ତୁ, ମୁଁ ଏଠି ଚୋପାକୁ ଛଡ଼େଇ ନେଉଛି ଭଲ ଭାବରେ। ଏ ଚୋପାଟା ଆମର କ'ଣ କରିବା, ଦେଖନ୍ତୁ, ମୁଁ ଦୁଇଟା ଯାକ ଛଡ଼େଇ ଦେଲି, ଏତିକି ଚୋପା ବାହାରିଲା। ଏ ଚୋପାକୁ ଆମେ ଗଛ ମୂଳେ ଦେଇପାରିବା। ତ ମୁଁ ଏଇଠି ଗଛ ମୂଳେ ଦେବିନି, ଗଛ ମୂଳେ ଯଦି ଦେଇଦେବା ବହୁତ ବଢ଼ିଆ, ତାର ଯେଉଁ ଯେତେ ସବୁ ଭିଟାମିନ୍ ସବୁ ଯିବ, କ୍ୟାଲସିୟମ୍ ଭିଟାମିନ୍ ସବୁ ଯିବ ସେଇ ଗଛକୁ। ଏଠି ମୁଁ ଦେଖନ୍ତୁ, ଏମିତି କାଚ ବୋତଲ ଆଣିଲି, କାଚ ବୋତଲରେ ପୁରେଇ ଦେଲି। ଆଉ ଏଥିରେ ଟିକେ ନାକୁରୁ ପାଣି ପୁରେଇଦେବା। ଚୋପାକୁ ଆମେ ଫୋପାଡ଼ିଥାନ୍ତେ, ତ ଆମେ ଆକୁ ଏମିତି ହିଁ ଉପାୟ କରିକି ଆମେ ବି ଆକୁ ଖାଇପାରିବା। ତାପରେ ଦେଖନ୍ତୁ, ସେଠି ଅଳ୍ପ ଟିକେ ଚିନି ଦେଲି, ବେଶୀ ଚିନି ଦେବାନି, ଅଳ୍ପ ଟିକେ ଚିନି ଦେଇକି ଆକୁ ରଖିଦେବା। ରାତିରେ ତାକୁ ଯଦି ରଖିବା, ସକାଳକୁ ଆକୁ ତାର ପାଣିକୁ ପିଇବା। ଏ ପାଣିଟା ବହୁତ ବଢ଼ିଆ ଉପକାର। ଆମ ଯେତେ ସବୁ ତାର ପ୍ରୋଟିନ୍ ଭିଟାମିନ୍ ସବୁ ଥିବ, ସବୁ ସେ ପାଣିକି ଯିବ। ଆଉ ଆପଣ ତାକୁ ପିଇଲେ ଆପଣଙ୍କ ଦେହକୁ ଯିବ। ତ ସେ ଚୋପା ତାପରେ ଫୋପାଡ଼ି ଦେଇପାରିବେ। ତ ଏବେ ଯିବା ଆମେ ନେକ୍ସଟ ଟିପ୍କୁ। ଦେଖନ୍ତୁ, ଏଠି ମୁଁ ବହୁତ ବଢ଼ିଆ ରେସିପିଟେ ଆଜି କରୁଛି। ତ ଦେଖନ୍ତୁ, ଏଠି ମୁଁ ତେଲରେ ସୋରିଷ ଟିକେ ପକାଇଦେଲି ଫୁଟଣ। ତାପରେ ଏଠି ମୁଁ ଦେଉଛି ରସୁଣ ଦେବା, ତାପରେ ପିଆଜ ଦେବା, କଞ୍ଚା ଲଙ୍କା, ଏସବୁକୁ ଆମେ ଦେବା। ଅଦା ବି ଆପଣ ଦେଇପାରିବେ, ଟିକେ ଟିକେ କାଟିକି, ନହେଲେ ନାହିଁ ଅଦାକୁ ସ୍କିପ୍ କରିବେ। ତ ରସୁଣ ଟିକେ ଭଲକିରି ଦେବେ, କଞ୍ଚା ଲଙ୍କା, ରସୁଣ, ଯେତିକି ଲଙ୍କା ଆପଣ ଖାଇପାରିବେ ସେତିକି ଲଙ୍କା ଦେବେ। ପିଆଜକୁ ଏମିତି ଟିକେ କଲର୍ ହେଲା ପରେ ବିଲାତି ଗୋଟେ କାଟିକି ସେଥିରେ ଦେଇଦେଲି। ବଢ଼ିଆ ରେସିପିଟେ, ଆପଣମାନେ ବିଲକୁଲ ବି ସ୍କିପ୍ କରନ୍ତୁନି। ଯେଉଁ ଜିନିଷକୁ ଆମେ ଫୋପାଡ଼ିବା କଥା, ସେ ଜିନିଷ ଆମେ ଏମିତି ତିଆରି କରିକି ଯଦି ଖାଇବା, ଦେଖିବେ ସମସ୍ତେ ଘରେ ପସନ୍ଦ କରିବେ। ଥରେ ବନେଇକି ଦେଖନ୍ତୁ। ମୁଁ ତ ବନେଇକି ଦେଖିଲି, ସମସ୍ତେ, ଆମ ପିଲାଠୁ ବଡ଼ ଯାକେ ସମସ୍ତେ ଖାଇଲେ। ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ପକାଇଲି, ଧନିଆ ପାଉଡ଼ର, ଜିରା ପାଉଡ଼ର ଟିକେ ପକାଇକିରି ପାଣି ଟିକେ ଦେଇଦେଲି। ସେ ଟିକେ ସିଝିଲା ପର୍ଯ୍ୟନ୍ତ ରହିଲା। ଟିକେ ଯେମିତି ସିଝିଗଲା, ମୁଁ ତାକୁ କ'ଣ କଲି ନା, ହେଙ୍ଗୁ ଟିକେ ଦେଇଦେଲି। ହେଙ୍ଗୁଟା ବହୁତ ବଢ଼ିଆ ହଜମ ବି କରିବ, ବଢ଼ିଆ ବାସ୍ନା ବି ହେବ, ଟେଷ୍ଟ ଆସିବ। ତ ହେଙ୍ଗୁ ଟିକେ ଦେଇକି ଭଲ ଭାବରେ ମିଶି ଦେଇକି ତାକୁ ରଖିଦେବା। ପାଣି ଟିକେ ଦେଇଦେବା। ପାଣି ଟିକେ ଦେଇଦେଲା ପରେ ତାପରେ ଆମେ ଆଉ ଅନ୍ୟ ପ୍ରୋସେସ୍ କରିବା। ଆଉ ଯେଉଁ ଜିରା ପାଉଡ଼ର, ଧନିଆ ପାଉଡ଼ର ଦିଆହେଲା, ଆପଣ ଯେତିକି ଜିନିଷ ତିଆରି କରୁଥିବେ ସେତିକି ହିଁ ଦେଖିକି କ୍ୱାଣ୍ଟିଟିରେ ଦେବେ। ମୁଁ ପୁରା କମ୍ ଦେଇଛି। ମୋର ଏଠି କମ୍। ଦେଖନ୍ତୁ, ମୂଳା, ଦେଖନ୍ତୁ ଶାଗ, ଏ ମୂଳା ଶାଗ ବହୁତ ବଢ଼ିଆ କଅଁଳିଆ ହେଇଛି। ମୂଳା ଶାଗକୁ ମୁଁ ଭାବିଲି ଫୋପାଡ଼ିବିନି, ଆଜି ଏମିତି ରେସିପି କରିବି ଯେ ଯେମିତି ହାତ ଚାଟିକିରି ଖାଇବେ। ତ ସତକୁ ସତ ସମସ୍ତେ ହାତ ଚାଟିକିରି ଖାଇଲେ, ବହୁତ ବଢ଼ିଆ ଲାଗିଲା। ତ ଦେଖନ୍ତୁ, ଏଠି ଏ ଡାଙ୍ଗ ଗୁଡ଼ାକ ଫୋପାଡ଼ି ଦେବା। କଅଁଳିଆ ଡାଙ୍ଗ ଥିଲେ ପକାଇବେ, ନହେଲେ ନାହିଁ। କଅଁଳିଆ ଡାଙ୍ଗ ଯେଉଁଗୁଡ଼ା ବୁଢ଼ା ତାକୁ
ଫୋପାଡ଼ି ଦେଲି। ଏମିତି କଅଁଳିଆ ପତ୍ର କଲେ ଭଲ ହେବ, ସିଝିଯିବ ଟିକେ ଶୀଘ୍ର। ଆଉ ଏ ମୂଳା ଶାଗ ଟିକେ ଯେଉଁ ମସିଆ ମସିଆ ଲାଗେ ଟାଉଁସା ଟାଉଁସା, ସେ ସେମିତି ଆଉ ଲାଗିବନି କଅଁଳିଆ ପତ୍ର ପକେଇଲେ। ତ ସବୁ ତ କଅଁଳିଆ ପତ୍ର ମୁଁ ଏମିତି କାଟିକି ତାକୁ ରଖିଦେବି, ପୁରା ଛୋଟ ଛୋଟ କରି କାଟିଦେବି। ତାକୁ ଧୋଇକି ଭଲ ଭାବରେ କାଟିବି। ତ ଏଠି ତେଲ ଟିକେ ଦେଇଦେଲି, ତା ପଛରେ କଡ଼େଇରେ, ତା ପଛରେ ସେ ଶାଗ ରଖିଥିଲି କାଟିକି, ତାକୁ ଆଗ ଏମିତି ସନ୍ତୁଳି ଦେବା। ଦେଖନ୍ତୁ ଏମିତି ଟିକେ ସନ୍ତୁଳି ଦେଲେ ତାର ଟିକେ ପାଣି ଅଂଶ ମରିଯିବ, ଆଉ ସେ ଭଲ ତାର ତେଲରେ ଟିକେ ଭାଜିଲା ଭଳିଆ ହେଇଯିବ, ଭଲ ଲାଗିବ। ତ ଯେତେବେଳେ ଆମେ ଶାଗ କରିବା, କଞ୍ଚା ଶାଗଟା ପକେଇଲେ ସେ ମୂଳା ତାର ବାସ୍ନା ଗନ୍ଧେଇଥାନ୍ତା। ଆଉ ଏମିତି ଭାଜିଦେଲେ ମୂଳା ବାସ୍ନା ବିଲକୁଲ ବି ରହିବନି। ଏଠି ସ୍ୱାଦ ଅନୁଯାୟୀ ଲୁଣ ଦେଇଦେବା, କିଛି ରସୁଣ ଛେଚିକିରି ପକେଇଦେବା, ତାପରେ ତାକୁ 2-3 ମିନିଟ୍ ଏମିତି ଭାଜିଦେବା, ଟିକେ ଘୋରେଇ ଦେବା 1 ମିନିଟ୍, ତାପରେ ଆମେ ତାକୁ ନେବା ଅନ୍ୟ ପ୍ରୋସେସ୍କୁ। ମୂଳା ଶାଗରେ ବି ପ୍ରଚୁର ଭିଟାମିନ୍ ଅଛି, ଆମେ ତାକୁ ଫୋପାଡ଼ି ଦେଉଛେ, ବିଲକୁଲ ବି ତାକୁ ଫୋପାଡ଼ିବା କଥା ନୁହଁ। ଏମିତି ରୋଷେଇ କରିକି ଖାଇବା ନିହାତି ଦରକାର। ଆକୁ ନେଇକି ଦେଖନ୍ତୁ ଏଇଟା ଶୁଖିଗଲା, ତା ପାଣିଟା ଶୁଖିଗଲା ଏଇ କଡ଼େଇରେ, ଆକୁ ନେଇକି ସେଇ ମସଲାରେ ପକେଇବା। ଆଉ ଏତେ ବଢ଼ିଆ ହେଇଛି ରେସିପିଟା। ତାପରେ ଏଠି ଦେଖନ୍ତୁ ମୁଁ କିଛିଟା ମୁଗ ଜାଇ ନେଇଛି, ଭଜା ମୁଗ ଜାଇ, ରୋଷ୍ଟ ମୁଗ ଜାଇ। ତ ଆମେ ତାକୁ କ'ଣ କରିବା, ଗୁଣ୍ଡ କରିଦେବା ଏମିତି ଗ୍ରାଇଣ୍ଡରରେ। ତାପରେ ଆମେ ତାକୁ ନେଇକି ସେଥିରେ ପକେଇବା, ବହୁତ ବଢ଼ିଆ ହେବ। ଯଦି ସିଝେଇକି ଗୋଟା ଗୋଟା ପକେଇଥାନ୍ତେ ତ ଟିକେ ଖଣ୍ଡ ଖଣ୍ଡିଆ ଭଳିଆ ରହିଥାନ୍ତା। ଆଉ ଏମିତି ପକେଇଲେ ଆର ଟେଷ୍ଟ ଅଲଗା, ବହୁତ ବଢ଼ିଆ। ରସୁଣକୁ ଟିକେ ଟିକେ ମୁଗ ଜାଇ ଗୁଣ୍ଡଟା ପଡ଼ିଥିବ। ଆଉ ଟିକେ ଦେଖନ୍ତୁ ଶୁଖିଗଲା, ମୁଁ ଟିକେ ପାଣି ଦେଲି। ବେଶୀ ଶୁଖିଲିଆ ଶୁଖିଲିଆ କରିବେନି, ଟିକେ ନସନସିଆ କଲେ ନା ବହୁତ ବଢ଼ିଆ ଲାଗିବ। ସେଥିପାଇଁ ମୁଁ ଆଉ ଟିକେ ପାଣି ଦେଇକି ବଢ଼ିଆ ଭାବରେ ତାକୁ ଘାଣ୍ଟି ଦେଲି, ଯେମିତି ସିଝିଯିବ। ଟିକେ ଟିକେ ଦେଖିବେ ସିଝିଛି, ତାପରେ ତାକୁ ଓହ୍ଲେଇ ଆଣିବେ। ବେଶୀ ଶୁଖିଲା କରିବେନି, ବହୁତ ବଢ଼ିଆ ଟେଷ୍ଟ। ନିଶ୍ଚୟ କରିକି ଖାଆନ୍ତୁ। ସମସ୍ତେ ପସନ୍ଦ କରିବେ, ପିଲାମାନେ ବି ପସନ୍ଦ କରିବେ। ତ ଏବେ ଯିବା ନେକ୍ସଟ ଟିପ୍କୁ। ଦେଖନ୍ତୁ ଏଠି ଟିକେ ଲୁଣ ନେଲି, ଆଉ ଏଇ ଯେଉଁ ଲେମ୍ବୁ ଥିଲା, ଲେମ୍ବୁଟା ବି ଟିକେ ଖରାପ ହେଇ ଆସୁଥିଲା, ତାକୁ ନେଇକି ଚିପୁଡ଼ି ଦେଲି ସେଥିରେ। ଆକୁ ଫୋପାଡ଼ିବା ଅପେକ୍ଷା ବହୁତ ବଢ଼ିଆ କାମରେ ଲଗେଇବା। ଅଳ୍ପ ଟିକେ ସାମ୍ପ ନେବା, ତାକୁ ଭଲ ଭାବରେ ମିଶାଇ ନେବା। ସେଇ ଲେମ୍ବୁ ଚୋପା ଦେଖନ୍ତୁ ମୁଁ ଭଲ ଭାବରେ ମିଶାଇ ନେଲି। ଶୀତ ଦିନେ ଆମ ଗୋଡ଼ ଯେଉଁ ଫାଟୁଛି ନା, ଏଇ ଯେଉଁ ଜିନିଷଟା ଆମର କିଛି ବି ପଇସା ଖର୍ଚ୍ଚ ହେବନି। ଆଉ ଆକୁ ଯଦି ଆମେ ସବୁଦିନ ଟିକେ ଟିକେ ରାତିରେ ଲଗେଇବା ତ ବହୁତ ବଢ଼ିଆ ଫାଟ କମିଯିବ। ଗରମ ପାଣିରେ ନିଶ୍ଚୟ ଧୋଇବେ, ଧୋଇକି ସଫା କରିକି ଲଗେଇବେ। ନହେଲେ ଆକୁ ଲଗେଇ ସାରିକି 15 ମିନିଟ୍ ଖଣ୍ଡେ ରଖିଦେଇକି ତା ପଛରେ ବି ଭଲକିରି ଧୋଇବେ। ତ ଦେଖନ୍ତୁ ଏମିତି ଭାବରେ ପୁରା ଘଷିବେ, 5 ମିନିଟ୍ ପର୍ଯ୍ୟନ୍ତ ଏମିତି ତାକୁ ଘଷିବେ, ସଫା କରିବେ। ଡେଲି ରାତିରେ ଏମିତି କରିକି ଶୁଅନ୍ତୁ, ଦେଖିବେ ଗୋଡ଼ ଫାଟ ପୁରା କମିଯିବ। ତାପରେ ଏମିତି ତାକୁ ଗରମ ପାଣିରେ ଟିକେ ଧୋଇବେ। ଧୋଇ ସାରିକି ଗୋଡ଼କୁ ଭଲ ଭାବରେ ପୋଛି ନେବା। ଦେଖନ୍ତୁ ମୁଁ ଏଠି ଯେଉଁ ସୋରିଷ ତେଲ ଆଣିଛି, ରସୁଣ ସୋରିଷ ତେଲ କଡ଼କଡ଼ କରିଥିଲି, ସେଥିରେ ଟିକେ ଭେସଲିନ୍ ମିଶାଇ ଦେଇକି ଲଗେଇ ଦେଉଛି। ତାପରେ ଆମେ ମୋଜା ପିନ୍ଧିକିରି କାରବାର କରିବା। ବିଲକୁଲ ବି ଆମର ଆଉ ସେଇ ଯେଉଁ ଜିନିଷଟା ଆମେ ଲଗେଇଲେ ଭେସଲିନ୍ ତେଲ ଫେଲ ପଦାରେ ଲାଗିବନି, ତଳେ ଲାଗିବନି, ଗୋଡ଼ ଭିତରେ ସେମିତି ହିଁ ରହିବ। ରାତିରେ ବି ଲଗେଇକି ଶୋଇବେ ତ କିଛି ବି ହେବନି। ରାତିରେ ଲଗେଇକି ଶୋଇଲେ ବି ମୋଜା ପିନ୍ଧିବେ। ଆଉ ଯେଉଁ ଜିନିଷଟା ଆମେ ଲଗେଇଲେ ବିଲକୁଲ ବି କୁଆଡ଼େ ଲାଗିବନି, ନିଶ୍ଚୟ କାମ କରିବ, ନିଶ୍ଚୟ ଫାଟ କମିବ। କେମିତି ଲାଗିଲା ଆଜିର ଭିଡ଼ିଓଟି ନିଶ୍ଚୟ କମେଣ୍ଟରେ ଜଣାଇବେ। ତ ଆଜି ପାଇଁ ରହୁଛି, ଜୟ ଜଗନ୍ନାଥ।